ପୁରାଣରେ କେତେ ପ୍ରକାର କଥା ପ୍ରଚଳିତ ଅଛି। ଯେବେ ଭଗବାନ ବ୍ରହ୍ମା ଗୋଟିଏ ମୁଖରେ ଅମୃତ ପାନ କରୁଥିଲେ, ଅନ୍ୟ ମୁଖରୁ କିଛି ଫେଣ ବାହାରି ସେଥିରୁ ସୁରଭି ଗାଈଙ୍କର ଉତ୍ପତ୍ତି ହୋଇଥିଲା ବୋଲି ଶୁଣାଯାଏ। ଅନ୍ୟ ଏକ କଥା ମଧ୍ୟ ଅଛି, ଦକ୍ଷ ପ୍ରଜାପତିଙ୍କର 60 ଝିଅ ଥିଲେ, ସେମାନଙ୍କ ମଧ୍ୟରୁ ଜଣେ ସୁରଭି ବୋଲି ମଧ୍ୟ ଶୁଣାଯାଏ। ଆଉ ଏକ କଥା ମଧ୍ୟ ଶୁଣାଯାଏ କି ସୁରଭି ସମୁଦ୍ର ମନ୍ଥନ ସମୟରେ 14 ରତ୍ନଙ୍କ ମଧ୍ୟରେ ତାଙ୍କର ଉତ୍ପତ୍ତି ହୋଇଥିଲା ବୋଲି। ତାର ଦୁଧରୁ କ୍ଷୀରସାଗର ସୃଷ୍ଟି ହୋଇଥିଲା। କିଛି ବେଦରେ ବହୁ ଗାଈର ଉତ୍ପତ୍ତି ବିଷୟରେ ଗାନ କରାଯାଇଛି। ଗାଈଙ୍କ ଶରୀରରେ ସବୁ ଦେବତାଙ୍କର ବାସ ହୋଇଥାଏ। ଗୋମାତା ମା ଲକ୍ଷ୍ମୀଙ୍କର ବାସ ବୋଲି ମଧ୍ୟ ଶୁଣାଯାଏ। ଗୋମାତାଙ୍କ ଗୋବରରେ ମା ଲକ୍ଷ୍ମୀ ମଧ୍ୟ ବାସ କରିଥାନ୍ତି। କପିଳ ମୁନିଙ୍କର ଅଭିଶାପରେ ଜଳିଥିବା 60,000 ପୂର୍ବଜଙ୍କର ଠିକଣା ଯେବେ ରାଜା ରଘୁ ଜାଣିପାରିଲେ ନାହିଁ, ସେ ଗୁରୁ ବଶିଷ୍ଠଙ୍କ ନିକଟରେ ଯାଇ ପହଞ୍ଚିଲେ। ଗୁରୁ ବଶିଷ୍ଠ ଦୟାକରି ନନ୍ଦିନୀ ଗାଈର ମୂତ୍ର ତାଙ୍କ ଆଖିରେ ଲଗାଇଥିଲେ, ଯାହାଦ୍ୱାରା ରାଜା ରଘୁ ଦିବ୍ୟଦୃଷ୍ଟି ପ୍ରାପ୍ତ ହୋଇଥିଲେ ଓ ସେ ପୃଥିବୀ ମଧ୍ୟରେ ପୋତି ହୋଇ ରହିଥିବା ପୂର୍ବଜଙ୍କର ଭସ୍ମକୁ ଜାଣିପାରିଥିଲେ। ଗଙ୍ଗାମାତାଙ୍କୁ ଯେତେବେଳେ ପୃଥିବୀ ପୃଷ୍ଠକୁ ଆସିବା ପାଇଁ ବା ସଂସାରକୁ ଆସିବା ପାଇଁ ଅନୁରୋଧ କରାଯାଇଥିଲା, ସେ ଦୁଃଖ ପ୍ରକାଶ କରିଥିଲେ। ସେ କହିଥିଲେ, ପାପୀ ଲୋକ ମୋ ଜଳରେ ଗାଧୋଇ ମୋତେ ଅପବିତ୍ର କରିଦେବେ। ତେବେ ସେହି ସମୟରେ ପିତାମହ ବ୍ରହ୍ମ କହିଥିଲେ, ଲୋକ ତୁମକୁ ଯେତେ ବି ଅପବିତ୍ର କରନ୍ତୁ ନା କାହିଁକି, ଗାଈର ପାଦ ଲାଗିଲେ ତୁମେ ପୁଣି ପବିତ୍ର ହୋଇଯିବ। ଗୋ ଆଉ ଗଙ୍ଗା ଭିତରେ ବହୁତ ମହତ୍ତ୍ୱପୂର୍ଣ୍ଣ କଥା ଆମର ପୁରାଣ ଶାସ୍ତ୍ରରେ ରହିଛି। ଶ୍ରୀରାମଚନ୍ଦ୍ରଙ୍କର ପୂର୍ବଜ ଦିଲ୍ଲୀପ ରାଜାଙ୍କର ଗୋ ସେବାର ଉଦାହରଣ ମଧ୍ୟ ଆମେ ପୂର୍ବରୁ ଶୁଣିଛେ। ଶୁଣାଯାଏ ପ୍ରସିଦ୍ଧ ଦେଶଭକ୍ତ ଗୋବିନ୍ଦ ରାଣାଡେଙ୍କର ଜନ୍ମ ସମ୍ବନ୍ଧରେ। ତା ଭିତରେ ମଧ୍ୟ ଏକ କାହାଣୀ ଅଛି। ତାଙ୍କ ମାତା ପିତାଙ୍କର କୌଣସି ସନ୍ତାନ ନଥିଲେ। ଥରେ ତାଙ୍କ ଦ୍ୱାର ନିକଟକୁ ଜଣେ ସାଧୁ ଆସିଲେ। ଦମ୍ପତି ସାଧୁଙ୍କର ବହୁ ସେବା କଲେ। ସାଧୁ ଖୁସି ହୋଇ ଦମ୍ପତିକୁ ତାଙ୍କ ଦୁଃଖର କାରଣ ପଚାରିଲେ। ଦମ୍ପତି କହିଲେ, ଆମର ପୁତ୍ର ନାହିଁ, ଏହା ହିଁ ମୋ ଦୁଃଖର କାରଣ। ସାଧୁ କହିଲେ, ତୁମେ ଗୋଟିଏ ଗାଈ ରଖି ତାର ସେବା କର। ତା ଗୋବରରେ ଯେଉଁ ଦାନା ବାହାରିବ, ସେହି ଗୋବରର ଦାନାକୁ ଧୋଇ ସେଥିରେ ଅଟା ତିଆରି କରି ସେଇଥିରୁ ରୁଟି ଖାଇବ। ସେହିପରି ସେହି ଦମ୍ପତି 6 ମାସ ଧରି ସେହି ରୁଟି ଖାଇ ରହିଥିଲେ। ତାପରେ ତାଙ୍କର ଏକ ପୁତ୍ର ସନ୍ତାନ ପ୍ରାପ୍ତ ହୋଇଥିଲା। ସତରେ ଗୋମାତାଙ୍କ ସେବା କଲେ ଆମକୁ ବହୁତ କିଛି ଫଳ ମିଳିଥାଏ।